ଏଇ ଦେଖନ୍ତୁ ଜଣେ ଦିବ୍ୟାଙ୍ଗ ଭାଇ, ଇଏ ହେଉଛନ୍ତି ଜଣେ ଦିବ୍ୟାଙ୍ଗ ଭାଇ ଯାହାଙ୍କର ଗୋଟେ ହାତ ନାହିଁ ଏବଂ ସିଏ କଥା କହିପାରନ୍ତି ନାହିଁ କିମ୍ବା ଶୁଣିପାରନ୍ତି ନାହିଁ। କିନ୍ତୁ ଦେଖିଲେ ତ କେମିତି ନଳକୂଅରୁ ସେ ନିଜେ ପାଣି ହଲେଇ ଆଣିଲେ ଏବଂ ଗୋଟିଏ ହାତରେ କେମିତି ସିଏ କୋଦାଳିରେ ମାଟି ହାଣୁଛନ୍ତି। ସେ ତିନିଟା ଜାଗାରେ ଚାଷ କରୁଛନ୍ତି। ଇଏ ହେଉଛି ତାଙ୍କର ଗୋଟିଏ ଚାଷ କିଆରି, ଇଏ ହେଉଛି ଗୋଟିଏ ଚାଷ କରିଥିବା ବଗିଚା। ଏଇଭଳିଆ ସେ ତିନୋଟି ଜାଗାରେ ଚାଷ କରୁଛନ୍ତି। ଇଏ ତାଙ୍କର ଗୋଟିଏ ହାତରେ ବାଡ଼ ମଧ୍ୟ ଦେବା ମୁଁ ଦେଖିଛି। ଯେତେବେଳେ ଭଲ ଲୋକମାନେ କୃଷି କାର୍ଯ୍ୟ କରିପାରୁନାହାନ୍ତି ସେତେବେଳେ ଏ ଭାଇ ହେଉଛନ୍ତି ଆମମାନଙ୍କ ପାଇଁ ଏକ ପ୍ରେରଣା। ସିଏ ଠାରୁଛନ୍ତି ଯେ ମୁଁ କଥା କହିପାରେ ନାହିଁ। ଏବେ ଦେଖନ୍ତୁ ସେଇ ଗୋଟିଏ ହାତରେ କେମିତି ସିଏ ଯେଉଁ ନେଟ୍ ଦେଇଥିଲେ ତାକୁ ଖୋଲୁଛନ୍ତି ଏବଂ ସେ ତାଙ୍କ କିଆରିରେ ପାଣି ଢାଳିବେ। ତେବେ ସବୁଠୁ ବଡ଼ କଥା ହେଲା ଇଏ ଯେଉଁ ଚାଷ କରୁଛନ୍ତି ସେ ଚାଷର ଯାହା ଉତ୍ପନ୍ନ ହେଉଛି, ଯାହା ଉତ୍ପାଦିତ ହେଉଛି ତାହା ନିଜ ପରିବାର ପାଇଁ ସେ ବ୍ୟବହାର କରନ୍ତି। ଏହା ସାଥିରେ ସେ ଏହାକୁ ବିକ୍ରି କରି କିଛି ପଇସା ମଧ୍ୟ ରୋଜଗାର କରିଥାନ୍ତି। ଦେଖନ୍ତୁ ସେ କେମିତି ଗୋଟିଏ ହାତରେ ପାଣି ଆଣୁଛନ୍ତି ଏବଂ ସେ ପାଣିକୁ କେମିତି ତାଙ୍କ ଚାଷ କିଆରିରେ ସେ ପାଣିକୁ ସିଞ୍ଚନ କରିବେ। ସେ ହେଉଛନ୍ତି ଆମ ପାଇଁ ପ୍ରେରଣା। ଯେତେବେଳେ ସାଧାରଣ ଲୋକ ଭଲ ମଣିଷଟିଏ ଚାଷ କରିବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି ସେତେବେଳେ ସେ କିଭଳି ଗୋଟିଏ ହାତରେ ଏତେ ସବୁ କାମ କରିପାରୁଛନ୍ତି ତାହା ନିଶ୍ଚୟ ଆମକୁ ଆଶ୍ଚର୍ଯ୍ୟ କରୁଥିବ। ତେବେ ଦେଖିଲା ପରେ ଆମେ ଜାଣିପାରୁଛୁ ଯେ ସେ ଏସବୁ କାମ କରିପାରୁଛନ୍ତି। ଇଏ ଦେଖନ୍ତୁ ସେ ପୋଖରୀରୁ ମଧ୍ୟ ପାଣି ନେଉଛନ୍ତି। ଇଏ ହେଉଛି ତାଙ୍କର ଦ୍ୱିତୀୟ ଚାଷ କରିଥିବା ବଗିଚା। ସେ ଏଠାରେ ଲଙ୍କା ଗଛ ଲଗେଇଛନ୍ତି। ଲଙ୍କା ଗଛରେ ସେ ପାଣି ଦେଉଛନ୍ତି ଏବଂ ଏଇ ଯେଉଁ ଲଙ୍କା ଫଳିବ ସେ ଲଙ୍କାକୁ ସେ ବିକ୍ରି କରି ଦୁଇ ପଇସା ବେଶ ରୋଜଗାର ମଧ୍ୟ କରିପାରିବେ।